ଏଠି ଆମର ନବରଙ୍ଗପୁରରେ ଆମର ଦୁଇଟି ବ୍ଲକ୍ ଏଫେକ୍ଟ ହେଇଛି। ଯେଉଁ ବ୍ଲକ୍ରେ ଆମର ଫିଭର ୱିଥ୍ ରାସେସ୍ ଅଛି, ମିଜିଲ୍ସ ହେଇପାରେ, ରୁବେଲା ହେଇପାରେ, କୌଣସି ଜିନିଷ ହେଇପାରେ। ତା ଭିତରେ ଆମର ଯେତିକି ବ୍ଲଡ଼ ସାମ୍ପଲ୍ ଯାଇଛି ଲେପ୍ଟୋସ୍ପାଇରୋସିସ୍ ସ୍କ୍ରବ୍ ଟାଇଫସ୍ ଆମର ନେଗେଟିଭ୍ ଆସିଛି। ଆମେ ଆଇସିଏମ୍ଆର୍କୁ ସାମ୍ପଲ୍ ପଠାଇଛୁ। ଭ୍ୟାଲିଡେସନ୍ ହେଲା ପରେ ଆମେ ଆପଣଙ୍କୁ ଜଣାଇବୁ। 18 ଜଣ ଟୋଟାଲ୍ ଏଫେକ୍ଟ ହେଇଥିଲେ। ସାମ୍ପଲ୍ ଆମେ ସେଣ୍ଟିନେଲ୍ ନେଇକରି ପଠାଇଛୁ। ଯାଇଛି ଆମର ଯେତିକି ସଫିସିଏଣ୍ଟ ଦରକାର ପାଇଁ ଯାଇଛି। ସେଟାରେ ଆମର ଆମେ ଆଗେ ଟେଷ୍ଟ କରିଦେଇଛୁ ସ୍କ୍ରବ୍ ଟାଇଫସ୍ ଆଉ ଲେପ୍ଟୋସ୍ପାଇରୋସିସ୍ ସେଥିରେ ନେଗେଟିଭ୍ ଆସିଛି। ଆଇସିଏମ୍ଆର୍କୁ ଯେଉଁ ସାମ୍ପଲ୍ ଯାଇଛି ସେଟା ଭ୍ୟାଲିଡେସନ୍ ହେଲା ପରେ ଆମେ ଜାଣିବା କ'ଣ। କିନ୍ତୁ ସିଚୁଏସନ୍ ଅଣ୍ଡର କଣ୍ଟ୍ରୋଲ୍। ଆମର ଆର୍ଆର୍ଟି ଟିମ୍ ସେଠି କାମ କରୁଛି। ଫର୍ଦର ଫ୍ଲେୟାର ଅଫ୍ ନ୍ୟୁ କେସେସ୍ ନାହିଁ। ତେଣୁ ବ୍ୟସ୍ତ ହେବାର କିଛି ନାହିଁ। ଏଠୁ ଯାଇଥିଲେ ଆମର ଦୁଇଟି ଟିମ୍ ଯାଇକରି ଆସିଛନ୍ତି। ଆଇସିଏମ୍ଆର୍ ବି ଯାଇଛନ୍ତି, ଟିମ୍ ଯାଇଛନ୍ତି। ନା ସେଟା ଗୋଟେ ଭାଇରସ୍, ଯେମିତି ମିଜିଲ୍ସ ଗୋଟେ ଭାଇରସ୍, ରୁବେଲା ଗୋଟେ ଭାଇରସ୍। ଆମେ ଦେଖିବା ଭାଇରାଲ୍ ଷ୍ଟଡିରେ କ'ଣ ଆସୁଛି। ରୁବେଲା ଏ ସ୍ପାର୍ସ, ଆମେ ଏକ୍ଜାକ୍ଟଲି ଫିଗର ମୁଁ ବର୍ତ୍ତମାନ କହିପାରିବିନି, କିନ୍ତୁ ସ୍ପାର୍ସରେ ଏମିତି କିଛି ଇପିଡେମିକ୍ ଫର୍ମରେ ରୁବେଲା ହେବ ସେମିତି ନାହିଁ। ଅଂଶୁଘାତ ନେଇକରି ଆମର ଯେମିତି କହିଛନ୍ତି ଆମର ରେଜିଷ୍ଟର୍ଡ କେସ୍ ଆରାଉଣ୍ଡ 786 ଅଛି। ତା ଦେହରୁ ଯେତିକି ବିଭିନ୍ନ ଜିଲ୍ଲାରେ ଅଛି, କୌଣସି ଜିଲ୍ଲାରେ ଏମିତି ବେଶୀ ହେଇଯିବ ସେମିତି ନାହିଁ। ତିନୋଟି ଆମର କନଫର୍ମ ପ୍ରୋସେସ୍ ଅଣ୍ଡର, ଯେମିତି ଆମର ଇନଭେଷ୍ଟିଗେସନ୍ ହୁଏ, ଜଏଣ୍ଟ ଏନକ୍ୱାରି ହୁଏ, ପ୍ଲସ୍ ପୋଷ୍ଟମର୍ଟମ୍ ହୁଏ, ତା ଦେହରୁ କନଫର୍ମ ହେଇଛି 3ଟି। ଆଉ 17ଟି ଆମର ଅଣ୍ଡର ପ୍ରୋସେସ୍ ଅଛି। କିନ୍ତୁ ବର୍ତ୍ତମାନ ତ ସେଇ ସ୍ଥିତି ବର୍ତ୍ତମାନ ନାହିଁ। କାହିଁକି ଆପଣମାନେ ଭଲ ଭାବରେ ଜାଣିଛନ୍ତି ଲାଷ୍ଟ 2 to 3 days ହେଲା ଆମର ଟେମ୍ପରେଚର୍ 3 to 4 ଡିଗ୍ରୀ କମୁଛି। ଏଟା ଏତେ ବର୍ତ୍ତମାନ ଅସୁବିଧା ନାହିଁ। କିନ୍ତୁ ଏଇ ଯେଉଁ ପ୍ରୋସେସ୍ରେ ଯେଉଁଟା ଅଛି ତା ଭିତରୁ କନଫର୍ମ ହେଲା ପରେ ପୁଣି ଜଣାପଡ଼ିବ। ସସ୍ପେକ୍ଟେଡ୍ କେସ୍, ଆମେ ସେଟା କହିପାରିବାନି। ମାନେ ବିଭିନ୍ନ ତ କୋମର୍ବିଡ୍ କଣ୍ଡିସନରେ ବି ଥାନ୍ତି ନା ଡେଥ୍ ହୁଏ। କିନ୍ତୁ କନଫର୍ମ ଆମର ଯେଉଁଟା ଲେଟ୍ ଡାଉନ୍ ପ୍ରିନ୍ସିପଲ୍ କରାହେଇଛି ଏସ୍ଆର୍ସିଙ୍କ ଦ୍ୱାରା, ତା ଭିତରେ ଆମର ଯେଉଁ ଅଛି ସେଥିରେ 3ଟି ଆମର କନଫର୍ମେସନ୍ ଡେଥ୍।